ବର୍ତ୍ତମାନ ପରିସ୍ଥିତି ସାମ୍ପ୍ରତିକ ପରିସ୍ଥିତି ଯାହା ଏଥିରେ କେମିତି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ଏବଂ ସମସ୍ତ ଲୋକ ଯେମିତି ନୈତିକ ଶିକ୍ଷା ଗ୍ରହଣ କରିପାରିବେ ସେହି ଉଦ୍ଦେଶ୍ୟରେ ଆମେ ଗୋଟେ ଶାନ୍ତିଯଜ୍ଞ ଓ ବୈଦିକ ପ୍ରବଚନର କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅଉଖ ଗ୍ରାମରେ ଆରମ୍ଭ କରିଛୁ। ଯାହାଦ୍ୱାରା କି ଆମର କିଛି ପିଲା ଆଉ ସ୍ତ୍ରୀ ଲୋକ ଆଉ ପୁରୁଷ ଲୋକ ସମସ୍ତେ ସେମାନେ ଜାଣିବେ ଯେ ପ୍ରକୃତିରେ ବୈଦିକ ଜିନିଷଟା କ'ଣ, ବୈଦିକ ଯଜ୍ଞ କ'ଣ। ସେହି ଦୃଷ୍ଟିରୁ ଆମେ ଓଟିଭିର ପ୍ରବକ୍ତା ସର୍ବବନ୍ଧୁ ଶୁକ୍ଳ ଯିଏ କହୁଛନ୍ତି ଦୀର୍ଘ 10-12 ବର୍ଷ ହେଲା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାକୁ ଆମେ ପ୍ରବଚନ କାର୍ଯ୍ୟକ୍ରମ ଦେବା ପାଇଁ ନିମନ୍ତ୍ରଣ କରିଛୁ। ସେ ମାନେ ବଡ଼ ସୌଭାଗ୍ୟର ବିଷୟ ଯେ ଛତିଶ ଅଞ୍ଚଳରେ ପ୍ରଥମ ତାଙ୍କର ପାଦ ପଡ଼ିଛି ଏବଂ ସେ ଏହି ହନୁମାନ ମନ୍ଦିରଠାରେ ଅଉଖ ହନୁମାନ ମନ୍ଦିରଠାରେ ସେ ଆସିକି ଯଜ୍ଞ କାର୍ଯ୍ୟ ବର୍ତ୍ତମାନ ସରିଯାଇଛି। ଆଉ ପ୍ରବଚନ କାର୍ଯ୍ୟକ୍ରମ ଆଉ କିଛି ସମୟ ପରେ ଆରମ୍ଭ ହେବ। ଆମେ ବର୍ତ୍ତମାନ ତିନୋଟି ଜିନିଷ ଉପରେ ଧ୍ୟାନ ଦେଉଛୁ। ଗୋଟେ ହେଲା ଛୋଟ ପିଲାମାନେ 4 ବର୍ଷରୁ 14 ବର୍ଷର ପିଲାମାନେ ଯେମିତି ବୈଦିକ ଜିନିଷ କ'ଣ ଆଉ ଦୈନନ୍ଦିନ ଜୀବନରେ କେମିତି ଚଳିବାକୁ ହୁଏ ସେହି ବିଷୟରେ ଆଉ ତାଙ୍କ ମାଆମାନଙ୍କ ସହିତ ଆସିଲେ ତାଙ୍କ ମାଆମାନେ ଶୁଣିବେ ଏବଂ ପିଲାମାନେ ଶୁଣିବେ। ଏଇଟା ହେଉଛି ଆମର ମୂଳ ଲକ୍ଷ୍ୟ। 4 ବର୍ଷରୁ 14 ବର୍ଷ ସେମାନେ ହେଇଯିବେ ତାପରେ ବଡ଼ ହେଇଯିବେ ସେମାନେ ସେଇଟାକୁ ଆର୍ଯ୍ୟ ସଂସ୍କୃତି ଉପରେ ଆଧାର କରି ତାକୁ ତାଙ୍କ ଜୀବନ ଗଢ଼ିବାକୁ ତାଙ୍କ ସୁଯୋଗ ସହଜ ହେବ। ଧନ୍ୟବାଦ।